ଅଗଷ୍ଟ 26 ତାରିଖ ବୁଧବାର। ଆଜି ଦିନ ଯାକର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକେଇବା। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମାତ୍ର କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଆସୁଥିବା ବେଲ୍ ଆଇକନକୁ ଅନ୍ କରି ରଖନ୍ତୁ। ଏମିତି ପ୍ରତିଦିନ ନୂଆ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକେଇବା। ପ୍ରଥମେ 77 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବ ଲେବର କୋଡ୍। ଏସବିଆଇ ରେସନ୍। ଭାରତ ସରକାରଙ୍କ ଦ୍ୱାରା ନିକଟରେ ଲାଗୁ ହୋଇଥିବା 4ଟି ନୂଆ ଶ୍ରମ ସଂହିତା ମଧ୍ୟମ ଅବଧିରେ ନିଯୁକ୍ତି ଏବଂ ଅର୍ଥନୀତିକୁ ବଡ଼ ପ୍ରୋତ୍ସାହନ ଦେବେ ବୋଲି ଏସବିଆଇ ରେସନ୍ ତାର ଏକ ରିପୋର୍ଟରେ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ନୂଆ ଶ୍ରମ ସଂହିତା ଲାଗୁ ହେବା ଦ୍ୱାରା ଆଗାମୀ ବର୍ଷଗୁଡ଼ିକରେ ପ୍ରାୟ 77 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି। ଏହା ବେକାରୀ ହାରକୁ ପ୍ରାୟ 1.3% ହ୍ରାସ କରିବାର ସମ୍ଭାବନା ଅଛି। ଏହି ସମୟରେ ଦେଶର ଉପଭୋକ୍ତା ଖର୍ଚ୍ଚରେ ପ୍ରାୟ 75,000 କୋଟି ଟଙ୍କାର ବୃଦ୍ଧି ହେବାର ଆକଳନ କରାଯାଇଛି। ଏହି କୋଡ୍‌ଗୁଡ଼ିକ ଶ୍ରମିକଙ୍କ କାର୍ଯ୍ୟକୁ ଆନୁଷ୍ଠାନିକ କରିବାରେ ଅତି କମ୍‌ରେ 15% ବୃଦ୍ଧି ଘଟାଇବ। ବର୍ତ୍ତମାନ 60.4% ଥିବା ଆନୁଷ୍ଠାନିକ ଶ୍ରମିକଙ୍କ ଅଂଶଧନ ବୃଦ୍ଧି ପାଇଁ 75.5% ପହଞ୍ଚାଇବ। ଏସବିଆଇ ରିସର୍ଚ୍ଚ କହିଛି ଯେ ଅବସରକାଳୀନ ସୁବିଧା ବୃଦ୍ଧି ପାଉଥିବାରୁ କର୍ମଚାରୀଙ୍କ ମାସିକ ହାତରେ ମିଳୁଥିବା ଦରମା କମିପାରେ। କାରଣ ନୂଆ ମଜୁରୀ କୋଡ୍ ଅନୁଯାୟୀ ମୂଳ ବେତନ କଷ୍ଟ ଟୁ କମ୍ପାନୀର ଅତି କମ୍‌ରେ 50% ହେବା ବାଧ୍ୟତାମୂଳକ। ପରବର୍ତ୍ତୀ ଖବର ପକ୍କା ଘରକୁ ନେଇ ଆସିଲା ବଡ଼ ଖବର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଲୋକଙ୍କୁ ମିଳିବ ପକ୍କା ଘର। କୌଣସି କାରଣରୁ ପିଏମ୍ ଆବାସରୁ ବଞ୍ଚିତ ହେଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବେ ରାଜ୍ୟ ସରକାର। ଏନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଘର ନଥିବା ଗରିବ ଗୁରୁବାଙ୍କୁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଯୋଗାଇ ଦେବେ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଗୁଆ ଘର ସାରିଲେ ବୋନସ ମିଳୁଛି। ଅନ୍ତ୍ୟୋଦୟରେ ମିଳିବ। 4 ମାସ ମଧ୍ୟରେ ଘର କାର୍ଯ୍ୟ ସରିଲେ 20,000, 6 ମାସରେ ଘର କଲେ 10,000 ଟଙ୍କା ବୋନସ ଦେବେ ସରକାର। ଅନ୍ତ୍ୟୋଦୟ ଯୋଜନାରେ ପରିବାରରେ ସଂଜ୍ଞାକୁ ସରଳୀକରଣ କରାଯାଇଛି। ଯେଉଁଥିରେ ପରିବାର ଅର୍ଥ ସ୍ୱାମୀ, ସ୍ତ୍ରୀ ଓ ନିର୍ଭରଶୀଳ ପିତାମାତା ଓ ସନ୍ତାନ। ଏହା ଦ୍ୱାରା ସୃଷ୍ଟି ହେଉଥିବା ନୂଆ ପରିବାର ଯୋଜନାରେ ଉପକୃତ ହେବେ। ଅନ୍ତ୍ୟୋଦୟ ପାଇଁ 7,550 କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ପରବର୍ତ୍ତୀ ଖବର ବ୍ୟାନ୍ ହେବ ସୋସିଆଲ ମିଡିଆ। ପାଠପଢ଼ାରେ ଧ୍ୟାନ ଦେବେ ଛାତ୍ରଛାତ୍ରୀ। ଇନଷ୍ଟାଗ୍ରାମରେ ରିଲ୍ସ ଦେଖିବା ଉପରେ ଲାଗିବ କଟକଣା। ଅକ୍ଟୋବରରେ ଅନେକ ସାଂସଦ 16 ବର୍ଷରୁ କମ୍ ବୟସ ପିଲାଙ୍କୁ ନିଷିଦ୍ଧ କରିବା ପାଇଁ ସରକାରଙ୍କ ଯୋଜନାକୁ ସମର୍ଥନ କରିଥିଲେ। ଆକାଉଣ୍ଟ ପାଇଁ ପଞ୍ଜୀକରଣ କରିବା ସମୟରେ ବ୍ୟବହାରକାରୀଙ୍କ ବୟସ ଯାଞ୍ଚ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଲାଗୁ କରିବା ଦରକାର ବୋଲି କହିଥିଲେ। ସର୍ଭେରେ ପ୍ରାୟ 72% ଲୋକ ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ଅପସନରେ କ୍ଲିକ୍ କରିଥିଲେ। ଅଷ୍ଟ୍ରେଲିଆରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟିକ୍‌ଟକ୍ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ 16 ବର୍ଷର ପିଲା ବ୍ୟବହାର କରିପାରିବେ ନାହିଁ ବୋଲି କୁହାଯାଇଛି। ଡିସେମ୍ବର 10 ତାରିଖରୁ 16 ବର୍ଷରୁ କମ୍ ବୟସର ବ୍ୟବହାରକାରୀଙ୍କୁ ହଟାଇବାକୁ ବାଧ୍ୟ କରାଯିବ ନଚେତ୍ ଭାରୀ ଜରିମାନା ଦେବାକୁ ପଡ଼ିବ ବୋଲି ନୂଆ ନିୟମ ଅଷ୍ଟ୍ରେଲିଆରେ ଲାଗୁ ହୋଇଛି। ପରବର୍ତ୍ତୀ ଖବର ବାତ୍ୟାର ଗତିପଥକୁ ନେଇ ବଡ଼ ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ଅବପାତର ରୂପ ନେଇ ସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ 24 ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ତେବେ ଆଣ୍ଡାମାନ ଉପରେ ଥିବା ଅବପାତ 24 ଘଣ୍ଟାରେ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। କିଛି ସ୍ଥାନରେ ପାଗ ମେଘୁଆ ରହିବ। ଶୀତର ପ୍ରଭାବ ସାମାନ୍ୟ ରହିବ। ଆଜିଠାରୁ 2ରୁ 3 ଡିଗ୍ରୀ ତାପମାତ୍ରା କମିବ। ରାଜ୍ୟରେ ଶୀତ ଅନୁଭବ ହେବ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି। ପରବର୍ତ୍ତୀ ଖବର ଚଳିତ ବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ 32ରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ 5 ବାଘ ଅଧିକ ବଢ଼ିଛନ୍ତି। ଯଦିଓ ବ୍ୟାଘ୍ର ଗଣନା ତଥ୍ୟ ଅନୁଯାୟୀ ବ୍ୟାଘ୍ର ସର୍ଭେ ରିପୋର୍ଟ 2024 ଜୁନ୍ ମାସରେ ଆସିବ ହେଲେ ବନ ବିଭାଗର ପର୍ଯ୍ୟାୟକ୍ରମେ କରାଯାଉଥିବା ଆଭ୍ୟନ୍ତରୀଣ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା କହିଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା। ଓଡ଼ିଶାରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହେବା ରାଜ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସର ସଫଳତାକୁ ପ୍ରତିଫଳିତ କରୁଛି। ଭାରତରେ ବାଘଙ୍କ ସଂଖ୍ୟା 2006ରୁ 2018 ମଧ୍ୟରେ 30% ବୃଦ୍ଧି ପାଇଛି। ଏହା 75% ବିଶ୍ୱ ବାଘଙ୍କୁ ଧାରଣ କରୁଥିବା ଭାରତର ସଫଳତାର ଭାଗ। ପରବର୍ତ୍ତୀ ଖବର ରାଜ୍ୟ କ୍ୟାବିନେଟ୍ ବୈଠକରେ 3 ପ୍ରସ୍ତାବକୁ ମଞ୍ଜୁରି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର 3ଟି ପ୍ରସ୍ତାବ ଅନୁମୋଦନ। ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦର ବୈଠକ ବସିଛି। ଏଥିରେ
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର 3ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖ ବର୍ଗ ଓ ଗ ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ 2022ରେ ସଂଶୋଧନ କରାଯାଇଛି। ନିୟମାବଳୀ 2022ର ସେଡ୍ୟୁଲ 1ରେ 4ଟି ନୂଆ ପଦବୀକୁ ସାମିଲ କରାଯିବ। ଉଚ୍ଚ ମାଧ୍ୟମିକ ସ୍ତର କିମ୍ବା ସମାନ ସ୍ତର ସ୍ୱତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ 2022ର ସଂଶୋଧନ କରାଯାଇଛି। ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ 2022ର ସେଡ୍ୟୁଲ 1ରେ 11ଗୋଟି ଭିନ୍ନ ପଦବୀ ଅନ୍ତର୍ଭୁକ୍ତ କରାଯାଇଛି। ପରବର୍ତ୍ତୀ ଖବର ଦିଲ୍ଲୀରେ ଆହୁରି ବଢ଼ିଲା ବାୟୁ ପ୍ରଦୂଷଣ, ସ୍ଥିତି ମୁକାବିଲା ପାଇଁ ନୂଆ କଟକଣା। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଛି। ସୃଷ୍ଟି ହୋଇଛି ଜଳବାୟୁ ସମ୍ପର୍କିତ ଏକ ଅଘୋଷିତ ଜରୁରୀକାଳୀନ ସ୍ଥିତି। ଲାଗୁ ହୋଇଛି ୱାର୍କ ଫ୍ରମ୍ ହୋମ୍ ନିୟମ। ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରୀ ଓ ବେସରକାରୀ ଅଫିସରେ କେବଳ 50% କର୍ମଚାରୀରେ କାମ ହେବ। ଅବଶିଷ୍ଟ କର୍ମଚାରୀ ଘରେ ରହି କାମ କରିବେ। ଆଜିଠାରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି। ଗ୍ରେନେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ୍ ଗ୍ରାଫ୍ ଷ୍ଟେଜ 3 ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଯାନବାହନ ଚଳାଚଳ ଯୋଗୁଁ ବାୟୁ ପ୍ରଦୂଷଣ ଆହୁରି ଖରାପ ହେଉଥିବାରୁ ଏହା କମ୍ କରିବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସ୍ୱାସ୍ଥ୍ୟସେବା, ଜଳ ଯୋଗାଣ, ପରିମଳ, ବିଜୁଳି, ପରିବହନ ଓ ଅଗ୍ନିଶମ ପରି ଜରୁରୀ ସେବା କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ସେମାନେ ସମସ୍ତେ ଅଫିସ ଆସିବେ। ପରବର୍ତ୍ତୀ ଖବର ରାମ ମନ୍ଦିରର ଶିଖରରେ ଉଡ଼ିଲା ଧର୍ମଧ୍ୱଜ। ଶତାବ୍ଦୀର ଯନ୍ତ୍ରଣା ଆଜି ଶେଷ ହେଉଛି କହିଲେ ମୋଦି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଅଯୋଧ୍ୟା ସହର ଭାରତର ସାଂସ୍କୃତିକ ଚେତନାରେ ଏକ ଭିନ୍ନ ଯୋଗଦାନ ରଖିଛି। ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବର ଏହି ମୁହୂର୍ତ୍ତ ଅନନ୍ୟ ଏବଂ ଅସାଧାରଣ। ଏହି ଧର୍ମଧ୍ୱଜ କେବଳ ଏକ ପତାକା ନୁହେଁ, ଏହା ଭାରତୀୟ ସଭ୍ୟତାର ପୁନର୍ଜାଗରଣର ପତାକା। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଶତାବ୍ଦୀର ଯନ୍ତ୍ରଣା ଆଜି ଶେଷ ହେଉଛି। ଶତାବ୍ଦୀର ସଂକଳ୍ପ ଆଜି ପୂରଣ ହେଉଛି। ଆଜି ଏପରି ଏକ ଯଜ୍ଞର ସମାପ୍ତି ହେଉଛି ଯାହାର ଅଗ୍ନି 500 ବର୍ଷ ଧରି ଜଳିଥିଲା। ଏହାର ଗେରୁଆ ରଙ୍ଗ ଅକ୍ଷର ଓମ୍, ଯାହା ସୂର୍ଯ୍ୟବଂଶ ରାଜବଂଶର ମହିମାକୁ ସ୍ମରଣ କରେ ଏବଂ ବୃକ୍ଷ ରାମରାଜ୍ୟ ଗୌରବର ପ୍ରତୀକ। ଏହି ପତାକା ଏକ ସଂକଳ୍ପ, ଏହି ପତାକା ଏକ ସଫଳତା। ଏହି ପତାକା ସନ୍ଥମାନଙ୍କ ଆଧ୍ୟାତ୍ମିକ ଅଭ୍ୟାସ ଏବଂ ସମାଜର ଅଂଶଗ୍ରହଣର ଅର୍ଥପୂର୍ଣ୍ଣ ପରିଣାମ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରାମ ମନ୍ଦିର ନିର୍ମାଣରେ ଯୋଗଦାନ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ। ପ୍ରତ୍ୟେକ ଶ୍ରମିକ ଏବଂ ସ୍ଥପତିଙ୍କୁ ଅଭିନନ୍ଦନ। ରାମ ମନ୍ଦିରର ଦିବ୍ୟ ପ୍ରାଙ୍ଗଣ ଭାରତର ସାମୂହିକ ଶକ୍ତିର ଚେତନାର ସ୍ଥାନ ହୋଇ ପଡ଼ୁଛି। ଏଠାରେ ସପ୍ତସ୍ଥଳୀ ନିର୍ମାଣ କରାଯାଇଛି। ନିଷାଦ ରାଜ ଏବଂ ମାତା ଶବରୀଙ୍କ ମନ୍ଦିର। ଏଠାରେ ଗୋଟିଏ ସ୍ଥାନରେ ମହର୍ଷି ବଶିଷ୍ଠ, ମାତା ଅହଲ୍ୟା, ମହର୍ଷି ଅଗସ୍ତ୍ୟ, ସନ୍ଥ ତୁଳସୀ ଦାସ, ମହର୍ଷି ବିଶ୍ୱାମିତ୍ର ଅଛନ୍ତି। ପରବର୍ତ୍ତୀ ଖବର 64 ଅଭିଯୋଗ ସମାଧାନ କଲେ ଜିଲ୍ଲାପାଳ ଏସ୍ପି। ନୂଆପଡ଼ା ଜିଲ୍ଲା ସେନାପାଲି ବ୍ଲକ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାସ ଓ ଏସ୍ପି ଅମୃତ ପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ 64 ଅଭିଯୋଗ ସମାଧାନ କଲେ ଜିଲ୍ଲାପାଳ। ଉକ୍ତ ଶିବିରରେ 64ଟି ଅଭିଯୋଗର ସମାଧାନ କରାଯାଇଥିଲା। ଶିବିରରେ ଚଟିଆଗୁଡ଼ା ଗାଁର ବୃଦ୍ଧ କୀର୍ତ୍ତନ ବାଗଙ୍କୁ 10,000 ଟଙ୍କା ଏବଂ ଗମ୍ଭାରୀଗୁଡ଼ା ଗାଁର ଭିନ୍ନକ୍ଷମ ଝିଅ ଭୂମିସୁତା ମେହେରଙ୍କୁ 5,000 ଟଙ୍କାର ତତ୍କାଳ ସହାୟତା ରେଡ୍ କ୍ରସ ପାଣ୍ଠିରୁ ଜିଲ୍ଲାପାଳ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଅଭିଯୋଗ ଶିବିରରୁ ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ବକେୟା ସହିତ ତୁରନ୍ତ ପ୍ରଦାନ କରିବା ପାଇଁ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। କୁସୁମଜୋର ଗାଁରୁ ସିନାପାଲି କଲେଜ ଯାଏଁ ସରକାରୀ ବସ୍ ଚଳାଚଳ କରିବା ପାଇଁ କଲେଜ ଛାତ୍ରଛାତ୍ରୀମାନେ ଅନୁରୋଧ କରିବାରୁ ଜିଲ୍ଲାପାଳ ଏହାକୁ ଅନୁମୋଦନ କରିଥିଲେ। ଶିବିରରେ ସେନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମଗୁଡ଼ିକୁ ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା। ଜନଶୁଣାଣି ଶିବିର ଉପଲକ୍ଷେ ଟିମିନପୁର ପଞ୍ଚାୟତରେ ଏକ ରକ୍ତଦାନ ଶିବିର ଓ ଜନସାଧାରଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ପରବର୍ତ୍ତୀ ଖବର ନୀତିଶଙ୍କ ବଡ଼ ଘୋଷଣା, 1 କୋଟି ଯୁବକଙ୍କୁ ମିଳିବ ଚାକିରି ସହ ରୋଜଗାର। ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ପରେ ନୀତିଶ କୁମାର 2020ରୁ 25 ମଧ୍ୟରେ 50 ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଏବଂ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ଏବେ ଆଗାମୀ 5 ବର୍ଷ ମଧ୍ୟରେ ଅର୍ଥାତ୍ 2025-30 ମଧ୍ୟରେ 1 କୋଟି ଯୁବକଙ୍କୁ ଚାକିରି ଏବଂ ନିଯୁକ୍ତି ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ବଡ଼ ଧରଣର ନିଯୁକ୍ତି ସୃଷ୍ଟି କରିବା ପାଇଁ ଦ୍ରୁତ ଗତିରେ କାମ ଆରମ୍ଭ ହୋଇଛି। ପରିବର୍ତ୍ତିତ ବିହାରର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ
ପ୍ରଯୁକ୍ତି ବିଦ୍ୟା ଏବଂ ସେବା ଭିତ୍ତିକ ନବସୃଜନ ଉପରେ ଆଧାରିତ ଏକ ନୂତନ ଯୁଗର ଅର୍ଥନୀତି ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୀତିଶ କୁମାର ଆହୁରି କହିଛନ୍ତି ଯେ ବାହାରକୁ ଏକ ଗ୍ଲୋବାଲ ବ୍ୟାକ୍ ଏଣ୍ଡ ହବ ଏବଂ ଗ୍ଲୋବାଲ କର୍ମକ୍ଷେତ୍ର ଭାବରେ ବିକଶିତ କରାଯିବ। ପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହଯୋଗରେ ଏହି ଉଦ୍ଦେଶ୍ୟରେ ଏକ ବିସ୍ତୃତ ରୋଡ୍ ମ୍ୟାପ୍ ବିକଶିତ କରାଯିବ। ସେ ପୂର୍ବ ଭାରତର ନୂତନ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର କରିବାର ଯୋଜନା ଅଛି, ଯାହା ଅଧୀନରେ ଏକ ପ୍ରତିରକ୍ଷା କରିଡର, ସେମିକଣ୍ଡକ୍ଟର ଉତ୍ପାଦନ ପାର୍କ, ବିଶ୍ୱ କ୍ଷମତା କେନ୍ଦ୍ର, ମେଗା ଟେକ୍ ସହର ଏବଂ ଫିନଟେକ୍ ସହର ପ୍ରତିଷ୍ଠା କରାଯିବ। ପରବର୍ତ୍ତୀ ଖବର ଅଧାଗଢ଼ା 1.88 ଲକ୍ଷ ଘର ଡିସେମ୍ବର ସୁଦ୍ଧା ଶେଷ କର। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଦାନ କରାଯାଉଥିବା ଲକ୍ଷାଧିକ ଘର ଏବେ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଫଳରେ ସରକାର ଗରିବ ଓ ଅସହାୟଙ୍କ ପାଇଁ କରିଥିବା ଆବାସ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇପାରୁନାହିଁ। ଏହାକୁ ନେଇ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ସବୁ ଜିଲ୍ଲାଙ୍କୁ ନଭେମ୍ବର 20ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପଞ୍ଚାୟତ ରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାନ୍ତ ଶଙ୍କର ସ୍ୱାଇଁ ସବୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି। ପିଏମଏୱାଇଜରେ ମାତ୍ର 1,14,357 ଘର ସମ୍ପୂର୍ଣ୍ଣ ହୋଇଛି। 3,26,582 ଘର ଏବେ ଅଧାପନ୍ତରିଆ ରହିଛି। ବଡ଼ କଥା ହେଲା, ଏହି ଅଧାପନ୍ତରିଆ ଘର ମଧ୍ୟରୁ 1,38,319 ଆବାସିକ ଫିଜିବିଲିଟି ନାହିଁ। ଏହି ପରିପ୍ରେକ୍ଷୀରେ ଯେଉଁ 1,88,263 ଅଧାପନ୍ତରିଆ ଘର ରହିଛି, ତାଙ୍କୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।